କାହାକୁ ବିକିବ କି ଦାନ କରିବ କି ରଖିବ ସେଟା ତମ ଉପରେ ନିର୍ଭର କରେ। ତ ମୋ ଜାଗା ଅଛି ମୁଁ ମୋର ଇଚ୍ଛା ହେଲେ ଦେବି ଏଇଟା ତମ ଉପରେ ନିର୍ଭର କରେ। ସେଦିନ ଆମର ଅପସନ୍ ଥିଲା ଯେ ଗୋଟେ ଜଣ ଯାହା କରିବ ଜାଗା ଅଛି ସେ ଜାଗା ଉପରେ ଆମେ କିଛି କହିବୁ ନା ଆମେ ଛାଡ଼ିଦେଲୁ ଯେ ବିଚାର କ'ଣ କରାଯିବ କ'ଣ ତେଣୁ ସେ ତମ ଭିତରେ ଯାହା କହିବେ ସେଇ ହିସାବରେ ହବ ଆଉ କ'ଣ। ସେଟା ହଉଛି ମୋ ମାଆର ଜମି, ମା ମୋ ନାଁରେ କରିଦେଇଛି। କାହିଁକିନା ମୋର ଦେବି କି ନ ଦେବି ମୁଁ ଦେଲେ ମୋ ଭାଇମାନଙ୍କୁ ଦେବି। ତାଙ୍କର ଯେଉଁ ଢିଅ ବାଡ଼ି ଅଛି ତାଙ୍କର ସେ ଢିଅ ବାଡ଼ି ବାଣ୍ଟିକିରି 5 ଜଣ ନିଅନ୍ତି ହେଲା। କିନ୍ତୁ ଜମି କଥା ପରର କଥା, ଜମି କଥା ଏଇଟା ଉଠୁନି। ଜମି ମୋ ନାଁରେ, ମୋର ଇଚ୍ଛା ହେଲେ ଦେବି ଇଚ୍ଛା ନହେଲେ ନଦେବି। ତା ବୋଲି କ'ଣ ଜମି ପାଇଁ କ'ଣ ଢିଅ ବାଡ଼ି ବାଣ୍ଟ ଫୁଟ ହବନି? ଢିଅ ବାଡ଼ି ବାଣ୍ଟ ଫୁଟ କରି ସେ ତାଙ୍କର କରିଦେବ। ଜମି କଥା ମୁଁ ମୋର କ'ଣ କରିବି ନ କରିବି ମୋର ପରେ ଡିସାଇଡ଼୍ କରିବି। କିନ୍ତୁ ଏବେ ମୁଁ ଜମି କଥା ଉଠିବନି, ତମ ଢିଅ ବାଡ଼ି କଥାରେ ତାଙ୍କ ବାପର ଯେଉଁ ଅଛି ସେ ଢିଅ ବାଡ଼ି ଉପରେ ତାଙ୍କ ଆଲୋଚନା। ଜମି ପୁରା ପ୍ରଶ୍ନ ଉଠାନ୍ତୁନି। ଟିକେ କ'ଣ କହିଲା କେତେ କାମ ପୋଷଣ କରିବ ଆଉ ଜଣେ ପଳାଇ ମନ୍ଦିରକୁ ପଳେଇବ। କିଏ ବଡ଼ ବଡ଼ କହିବ ମୁଁ ବର୍ଷିକା ସରିଲା ବେଳେ ଆସିବ। ତାକୁ ତ କହିଛ ତ ଆଉ କ'ଣ, ତାକୁ ତ କହିଛ ଆଉ କ'ଣ। ଆଉ ତା ବୋଲି କ'ଣ କଥା ଶୁଣିଛ ତ ଭାଇ କହିବା କଥା କି ଯଦି ବିଲ ବାଣ୍ଟ ନ ହେବ ତାହେଲେ କିଛି ବାଣ୍ଟ ହେଇବ, ଯିଏ ଯୋଉଠି ଅଛି ସେ ସେଇଠି ଥାଉ। ଆଉ ଯାହାକୁ ଯାହା ମନ ପାଉନି ଯେଟା ଯୋଉଟା କଥା ଇଏ କଥା ସେଟା ଆଉ କିଛି କୋଉଠି ଇଏ କରିବାର ନାହିଁ, ଯିଏ ଯୋଉଠି ଅଛି ସେ ସେଇଠି ଥାଉ। ଭାଇ କହିବା କଥା ଆଉ କହିଲା ଯାହା କାହା ସାଙ୍ଗେ ମୋର ସେଦିନ ହବ। ଭାଇ ଆପଣ କ'ଣ କହୁନାହାନ୍ତି ଚିନ୍ତା ମତ ନା 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 କି କଥା କ'ଣ କ'ଣ କଥା ସିଏ ତ ତାଙ୍କର କଥା କ୍ଲିୟର କରିଦେଲେ ମୋ ଇଚ୍ଛା ହେଲେ ମୁଁ କ'ଣ କରିବି କ'ଣ ନାହିଁ ତମ ତାର ମୁଣ୍ଡ ବୁଲାଉ ନା ତମ ଘର ବାଡ଼ି ବାଟ କରିକି ନେଇଯାଉ ମୁଁ ତାର ଯାଉ ସିଏ କହିଲେ ବି ଯଦି ସିଏ ନ ହବ ଆମେ କିଛି କଥା କହିବୁନି ଆମ କଥା ସିଏ ଯାଉଛନ୍ତି। ଆଉ ପାଟି ମୁଣ୍ଡ ମାଡ଼ଗୋଳ କାହିଁକି ହବ କହୁଛି କାହିଁକି ପାଟି ମୁଣ୍ଡ ମାଡ଼ଗୋଳ ହବନି କାହିଁ ହବ? ଭାଇ କିଏ ଡାକୁଛ ଅପେକ୍ଷା କର ଆସନ୍ତୁ। ନା ଜାଗା ଦବନି ବୋଲି ତାହେଲେ ଆମେ ଆଉ ରହିପାରିବୁନି ଘରେ। ଏଇନା ଘର ନାହିଁ ବଖରାଏ ଘର, ଆମେ ଏଇନା କୋଉଠି ରହିବୁ? ରାସ୍ତା ଦିଟା, ଗୋଟେ ଆପୋଷ ସମାଧାନ, ଗୋଟେ କୋର୍ଟରେ ପାର୍ଟିସନ କରିକିନି ତମ ଅଂଶ ତମେ ନେବ ପାର୍ଟିସନ ସୁଟ୍ କରିବ କୋର୍ଟରେ ପାର୍ଟିସନ ସୁଟ୍ କରିବାକୁ ଗଲେ ପୈତୃକ ସମ୍ପତ୍ତି ଯାହା ଥିବ ସେଇ ହିସାବରେ କୋର୍ଟରେ ତମେ ପାର୍ଟିସନ ସୁଟ୍ କରିବ। କୋର୍ଟରେ ପାର୍ଟିସନ ସୁଟ୍ କଲା ବେଳକୁ ସେଟା ବର୍ତ୍ତମାନ 5 ଭାଇ ଝିଅ ମା ଯେହେତୁ ଜୀବିତ ଅଛି କୋର୍ଟ କହିବ 7 ବାଣ୍ଟ ହବା ପାଇଁ। ତେଣୁକୁ ତମେ ଯଦି କୋର୍ଟରେ କରିବ ସେଟା ଲିଙ୍ଗରିଂ ପ୍ରୋସେସ୍। ପାର୍ଟିସନ ହବ ସେ ରେକର୍ଡ ଥବ ପାର୍ଟିସନ ହବ ହଉ ଯେ ପୈତୃକ ସମ୍ପତ୍ତି ଯାହା ଥିବ ରେକର୍ଡ ନାହିଁ ସେଟା କେମିତି ହବ? ରେକର୍ଡ ତମ ଦଖଲ ରହିବ, ଯେତିକି ରେକର୍ଡ ଅଛି ଯେତିକିରେ ଯେତେବେଳେ ହବ ଆରେ ହବ ଯେ ସେ ଯୋଉ ତମର ଯୋଉ ପାର୍ଟିସନ ସୁଟ୍ କଲେ ମ୍ୟାଟର ଚାଲିଗଲା ସବଜୁଡିସ୍ କୋର୍ଟକୁ ଚାଲିଗଲା। କୋର୍ଟରେ ତାଙ୍କର ତମ ଓକିଲ ଲଢିବ ତମ ପାଇଁ, ତା ଓକିଲ ଲଢିବ କ'ଣ ପାଇଁ, ଜାଗା ଏତିକି ଅଛି ମୋର, ସେ କହିବ ଏଟା ମୋର, ସେ କହିବ ଏଟା ବୋଉ ନାଁରେ ଅଛି ମୁଁ ଦେବିନି, ସେଟା ଆଉ ଜଣଙ୍କ ନାଁରେ ଅଛି ମୁଁ ହବନି, ସେ ଚାଲିଲା ସେ ବେପାର ଚାଲିଲା। ସେ ଜୀବନ କାଳ ଭିତରେ ସରିବ ନାହିଁ ମୁଁ ଯେତିକି ଜାଣିଛି, ସେ ଜୀବନ କାଳ ଭିତରେ ସରିବ ନାହିଁ। ତେଣୁକରି ସବୁଆଡ଼େ ଆପୋଷ ବସିକି ସମାଧାନ କରନ୍ତୁ। ଆପୋଷ ସମାଧାନ ହେଲେ ପଟକିନି ରାଜି ହେଇଗଲେ ସବୁ ଯାଇ କୋର୍ଟରେ ପାର୍ଟିସନ ସୁଟ୍ ଦାଖଲ କରିବେ। ଆପୋଷ ସମାଧାନ ତହସିଲରେ ଦାଖଲ କଲେ ତହସିଲ ତାର ସର୍ଜମିନ 2ଟା ତାରିଖ କରିବେ, 2ଟା ତାରିଖ 2 ଜଣ ଆସିବେ, ଉଭୟ ପକ୍ଷ ହାଜିର ହେଲେ ତମେ ଏଥିରେ ରାଜି ଓକେ କରି ଛାଡ଼ିବେ। ଏଇଠି ଆସୁ 2ଟା ଜିପି ପଳେଇବା କୁକୁର କ'ଣ ବସେଇଲେ ଭାଇ ଆମର କୋଉଠୁ
ଆମ ଭିତରେ ବାଦଲ ନାହିଁ ଆଉ ସମସ୍ତେ ବସୁଛନ୍ତି ବସିଲା ଭିତରେ ନିଷ୍ପତ୍ତି ହେଲା ଯେ ନା ନା କହିବ ଯେ ମୁଁ କହିସାରେ ନାଇଁ ନାଇଁ ମୁଁ କହୁଛି ଶୁଣୁ ପ୍ରଥମେ ଯୋଉଠି ଆମେ ଆଲୋଚନା କରିବା ଆଗେ ଆମେ କିଏ କିଏ ଅଛେ ଲେଖି ଗୋଟା ଦସ୍ତଖତ କରିଦେବା। ଶୁଣ ମୋ କଥା ଶୁଣି ସାର ମୋ ଟପିକ୍ ଆସ କହୁଛି ସେଦିନ ଆମେ ବସିଥିଲୁ ବିଭିନ୍ନ ରକମ ଆଲୋଚନା ପର୍ଯ୍ୟାଲୋଚନା ହେଲା ହେଲା ପରେ ନିଷ୍ପତ୍ତି ହେଲା ଇଏ କହିଲେ ଯେ ନାଇଁ ଆମେ ସେ ଜମିଟା ଯୋଉ 4 ଗୁଣ୍ଠ ଜମି ନାନରେ ସେ ଯୋଉ ମା ଯୋଉ କରିଦେଇ ନାନରେ ତେଣୁକରି ସେ ଜମି ବାଟ କରିବା କଥା ପଡ଼ିଛି। ଆମେ ସେଠୁ ନିଷ୍ପତ୍ତି କଲୁ ଯେ ଯେହେତୁ ଘର ବାଡ଼ି ଜମି ଆଉ ଅଛି ପୈତୃକ ସମ୍ପତ୍ତି ନାନା ନାଁରେ ଯଦି ସମ୍ପତ୍ତି ହେଇଯାଏ ସେଟା ନାନା ଉପରେ ନିର୍ଭର କରୁଛି ସେ ତାର ଦବ କି ନ ଦବ କି କ'ଣ କରିବ କ'ଣ ନାହିଁ ସେ ଯଦି ତମେ ଦବ ତମେ ତାର ମାଗିକିରି ତମେ ନବ ଇଏ ହେଉଛି ତା ବାଟ ଆଉ ସେମିତିରେ କିଛି ଆଇନ କିଛି ନାହିଁ ଇଏ ହେଉଛି ପ୍ରତ୍ୟକ୍ଷ ଭାବରେ କଥା କୁହାହେଲା। ତ ସେଠି ବି କଥା ରହିଲା ନାନା ପ୍ରତି କନସିଡରେସନ କରାଗଲା ଯେହେତୁ ତମର ଜାଗା ବାଡ଼ି ବିଶେଷ ନାହିଁ ତେଣୁ ସିଏ ତାର ଖୁସିରେ ତମକୁ ଦେଲେ ଘର କରିଦବ କି ଜାଗା ଦବ ତାର ସେ କ୍ଷମତା ଅଛି ତାର କ୍ଷମତା ଅଛି ସେ 5 ଭାଇକି ଦରକାର ପରେ 5 ଲକ୍ଷ ଯୋଗାଡ଼ କରିକି ଗୋଟେ ଜାଗା ତାକୁ ଦେଇକିରି ଘର କରିବା ତାର ଭଗବାନ ତାକୁ ଦେଇଛନ୍ତି କ୍ଷମତା କିନ୍ତୁ ତମେ କ'ଣ ମୁଥ ମାରିକିରି ଆଣିବ ତମେ ଆଣିଲେ ଭାବିକିରି ଆଣିବ ଇଏ ହେଉଛି ବାସ୍ତବତା ଆଉ ଅତଥା ଆଉ ଅନ୍ୟ ବାବଦରେ ଆଇନତ କିଛି ବାଟ ନାହିଁ ଆଇନତ କିଛି ବାଟ ନାହିଁ। ମୂଳ ଜମିଲା ହେଉଛି ଘରବାଡ଼ି ଜମିଲା ଘରବାଡ଼ି ଜମିଲା ବାଟ କରିବାକୁ ହେଲା ବେଳକୁ ଆଜି ରହିଥିଲା ନାନା କହିଲା ଯେ ନାଇଁ ମୋର ତା ଦେହରେ ପସନ୍ଦ ତମେ ଘରବାଡ଼ି ଜମିଲା ବାଟ କରିଦିଅ ତମେ ତ ବାଟ କରିଦିଅ ମୁଁ ମୋ ଜମିଟା ମୁଁ ଭାଇମାନଙ୍କୁ ଦେବି ନ ଦେବି ସେ ମୋ ପରବର୍ତ୍ତୀ ପର୍ଯ୍ୟାୟ ବିଚାର କଥା ଅପରପକ୍ଷକୁ ପଚରାଗଲା ସେ କହିଲା ନାଇଁ ଯଦି ଜମିଟା ବାଟ ହବ ନା ଏତିକି ଜାଗାରେ କାହିଁ ବାଟ ଗୁଣ୍ଡ ଭାବୁଛି ଯିଏ ଯୋଉଠି ଅଛି ସେଇଠି ଥାଉ କିଏ ଆମର ଇଏ କହିଲା ଭାଇ ଆମର କହିଲା ଏତିକି କଥା ଯିଏ ଯୋଉଠି ଅଛି ସେଇଠି ଥାଉ ଏବଂ ବାଟ ମୌଖିକରେ ହେଇପାରିବନି ଭଦ୍ରକି ବସେଇ ତାହେଲେ ବାଟ କ'ଣ ଅଛି କାଳିଆ ମତେ ପଚାରିଲା ବାଟ କ'ଣ ହବ ଅଛି ବାଟ ହେଉଛି କୋର୍ଟରେ ପାର୍ଟିସନସିପ୍ ଦାଖଲ କରିବ କୋର୍ଟରେ ପାର୍ଟିସନସିପ୍ ଦାଖଲ କରିବାକୁ ହେଲେ ଯେତିକି ପୈତୃକ ସମ୍ପତ୍ତି ଅଛି ତାହେଲେ 7 ବାଟ ପାଇଁ ଦାଖଲ କରିବ 5 ଭାଇ ଭଉଣୀ ଆଉ ଇଏ ମା ଇଏ ହେଉଛି କଥା ସିଏ ତାଙ୍କର ଏଇ ବିଚାରଟା ସେ ଦେଲେ ଏଇଆ ତ ହବ ନା କ'ଣ କୋର୍ଟରେ ଦେଲେ ବି କମ୍ପ୍ରମାଇଜ ଯାହା ହଉ ମୁଁ ଗୋଟେ କଥା କହୁଛି କୋର୍ଟରେ ଏମାନେ ବାଟ ପାଇଁ ଦେବେ କୋର୍ଟ ସିଏ ଦେବାକୁ ରାଜି ନୁହନ୍ତି ଇଏ କହିଲେ ଆମେ କାହିଁ ଦେବାକୁ ଆମେ ଯୋଉଠି ଯିଏ ଅଛି ସିଏ ସେଠି ରହିବ କୋର୍ଟରେ ଦେଲେ ତାଙ୍କ ପାଖରେ ପେପର କ'ଣ ଅଛି ଆଙ୍କ ପାଖରେ ପେପର କ'ଣ ଅଛି କୋଉ ଜାଗାରେ ପେପର ଆଙ୍କ ଅଛି ଆଙ୍କ ପାଖରେ ନା ସମସ୍ତେ ରହିଛନ୍ତି ଜାଗାରେ କୋଉ ଜାଗାର ପେପର ଅଛି ଗୋଟା କୋଉ ଜାଗାରେ ଅଛି ଅଛି କି ତେବେ କୋର୍ଟ କ'ଣ ମୁହଁ ଦେଖି କେସ୍ଟା ଆକ୍ସେପ୍ଟ କରିବ ମାନେ କୋର୍ଟକୁ ଯିବେ କୋଉ ଜାଗାର କାଗଜପତ୍ର ଆଙ୍କ ପାଖରେ ଅଛି ଯାହା ପାଖରେ ହଉ କାହା ପାଖରେ ଅଛି କୋର୍ଟ ଆଙ୍କ କଥା ଆକ୍ସେପ୍ଟ କରିବ ମୁଁ ତମ ଜାଗାକୁ କହିବି ଏଇଟା ମୋ ଜାଗା ତାମାନଙ୍କର ସେଇଆ ଆଙ୍କ ପାଖରେ ଆଙ୍କ ଯୋଉ ନିଜେ ଘର କରି ରହିଛନ୍ତି कि जो जगह अच्छी कौन जगार कागजपत्र ना से क्या ना अच्छी रामा नार अच्छी दामा नार अच्छी एम भी जानना जदि बांट न हम आंकर आउ गोटे लस हो कोर्ट करेंगे केस करेंगे से पाइबे ना बर्तमान तुम्हें जो 2,40,000 दे था घर बाबद से लस हम तुम टर्म पर आउ जी आसो आपको दब बोली किसी अच्छी कि तेरे लसटा कार लसटा जो जमी जमी होती जमी कथा तो बिल्कुल भूली जावा उचित जमी कथा बर्तमान जमी तुम आणव न आणव से परवर्ती पर्याय किंतु प्रथम पर्याय जो केस करा
ଜମି ଉପରେ ତ କେସ୍ କରିପାରିବେ ନା ମ ଯାହା ଘର ବାଡ଼ି ଯେତିକି ଅଛି ହବ। ଘର ବାଡ଼ିଟା କହୁଛି ଘର ବାଡ଼ିର କୋଉ ନା, ପଟ୍ଟାଟା ଅଛି ଇଏ କେସ୍ କରିବା କଥା ଇଏ ମାନେ ମଣ୍ଡା କହିବି ମାନେ କାଳିଆ କହିଲା ଯେତେବେଳେ ଆମେ କଣ କରିବୁ ମୁଁ ତମର ଦିଟା ବାଟ ମୌଖିକ ବାଟ ନହେଲେ କୋର୍ଟ ମାଧ୍ୟମରେ ଆଉ ନା କଣ ଯୋଉ କାଗଜ ପତ୍ର ଆଙ୍କଣାରେ ଅଛି କିଛି ପଟା କିଛି ଅଛି ନା ଯାହା ମୁଁ ଯେତିକି ଆଗରୁ ଦେଖିଥିଲି ତାଙ୍କର ମୁଖ୍ୟ ଜାଗାଟା ତାଙ୍କ ନାଁରେ ରହୁଛି ବାପା ନା ନା ଗୋଟେ ମା ନାଁରେ ଅଛି କିଛି ବାପା ନାଁରେ ଅଛି ସମୁଦାୟ ଭାড়ା ଗୋଟେ ମନେ ପଡ଼ୁଛି 2 2 4 କି କ'ଣ କି 3 1 ନା ଏମିତି କ'ଣ ମୁଖ୍ୟ ରେଷ୍ଟ ଏରିଆ ଛବିନା ଯୋଉଠି ଘର କରିଛି ସେଟା ହଉଛି ଅଲଗା ପ୍ଲଟ୍ ତା ଦେହରେ ଆମର ରେକର୍ଡ ବୁକ୍ ତ କିଛି ନୁହେଁ ବାହାର ଲୋକ ଖାଲି ଦଖଲରେ ରହିଛନ୍ତି ଛବିନା ଯୋଉ ପ୍ଲଟ୍ରେ କରିଛି ତା ଆଗ ବୋଧେ ମନେ ପଡ଼ୁଛି ପ୍ଲସ୍ ତାକୁ ବାଦ ଦେବେ ହଳିଆ ଘର ପୁଣି ଏକ୍ସଟ୍ରା ଜାଗାଟା ବାହାରକୁ ଆଠ କରି ସେଟା ସେଇ ଯୋଉ ହଳିଆର ପ୍ଲଟ୍ର କିଛି ଅଂଶ ତାଙ୍କର କହିବା କଥା ଆମେ କିଣିଛୁ କିଣିବାକୁ କବଳା କିଛି ଶୋ କରି କିଣନ୍ତି କିନ୍ତୁ ସେମିତି ସେ ଆଠ କରିବେ ଜଣେ ପକ୍ଷ ତାର ଦଖଲ କରି ଘର କରି ରହିଛି ମାନେ ଆଗରୁ କେବେଠାରୁ ଏଠି କଥା କୋର୍ଟ ଯଦି ଯିବେ ଏଇ ଯୋଉ ଦିଟା ରେକର୍ଡ ବୁକ୍ ତ ହେଇନି ସବିନା ଗୋଟେ ରହିଛି ଆଉ ଗୋଟେ 8 କୋଟି ବାହାର ପଟ ଯୋଉଟା କାମାଙ୍କ ଘର ଆଡକୁ ଲାଗିଛି ଏଇ ଯୋଉ କଣ ସେଟା କହୁଛନ୍ତି ଦାଣ୍ଡ ଘର ନା କବି ଯୋଉ ଘରଟା ଥିଲା ହବା ମୁଁ ଜାଣିଛି 7ରୁ 8 କୋଟି ଭଳିଆ ଏରିଆ ସେଇଟା କହୁଛନ୍ତି ଆମେ କିଣିଛୁ ତାର କବଳା ହବଲା ପାଉ କାଗଜ ନାହିଁ ଆଉ କଣ ଜାଣି ଦିଟା ଜାଗାର କାଗଜ ବର୍ତ୍ତମାନ ନାହିଁ ସବିନା ଯୋଉ ଘର କରିଛି ସିଏ ନାହିଁ ପ୍ଲସ୍ ସେ 8 କୋଟିର ନାହିଁ କିନ୍ତୁ ରେଷ୍ଟ ତାଙ୍କର ଯୋଉ ବାଡ଼ିଟା ତାଙ୍କର ବୋଧେ ରହୁଛି ପୁରା ସାଇଡ୍ ସେ ଗୋଟେ ପ୍ଲଟ୍ ହେଇଥାଇ ପାରେ ଦେଖିଲେ ଜଣା ପଡ଼ିବ ଆଉ ଗୋଟେ ବୋଧେ ଏମିତି ଲଗେଇକି ଗୋଟେ ସେଇ ଏରିଆଟା ଜାଣି 40 ଗୁଣ୍ଠେ ସେ ଯଦି ବାଣ୍ଟିବ ଦେଖିବା ସେଇ ଗୁଣ୍ଠକୁ ବାଣ୍ଟିବ ଆଉ ଯଦି କୋର୍ଟକୁ ନ ଯିବ ତାହେଲେ ସବୁ ଜାଗା ମୌଖିକ ବଣ୍ଟନ କରିବ ଆଉ ଯୋଉ ସରକାରୀ ପ୍ରୋତ୍ସାହନ ପାଇବା କଥା ମୁଣ୍ଡରେ ପୁରେଇବ ମୌଖିକ ବଣ୍ଟନ ପୁରେଇବ ଯେ ଯଦି ଲିଗାଲରେ ଅନ୍ୟମାନେ ଅନ୍ୟ ସମସ୍ତଙ୍କୁ 10% ପାଇବେ କିନ୍ତୁ କେହି ଧର ଛବିନା ନେବ ସେଇ ଜାଗାଟା ଯୋଉ ଜାଗାରେ ରହିଛି ସରକାରୀ ଧର ଆଉ ବାହାର ବାଲା ଯିଏ ଯୋଉ 8 କୋଟି ବାହାର ବାଲା ସିଏ ପାଇପାରିବ ସରକାରୀଟାକୁ ମୁଣ୍ଡରେ ବାହାର କରିଦିଅ ତାକୁ ତମେ ଆଗେ ନିଜ ଜାଗାରେ ମାଟକୁଟ କରି ନେବେ ମାଟକୁଟ କରିବା ବୋଲେ ତାଙ୍କ ସମସ୍ତେ ଏନୋସି ଦେବେ ଇଏ ତାକୁ ଇଏ ଆ ପାଇଁ ଯୋଉ ଏନୋସିଟା ଧର ଇଏ ବର୍ତ୍ତମାନ ଛବିନାଟା ଧର କୋଉଠି ପାଇବ କି ଆଉ ଜଣେ ପକ୍ଷ ଯିଏ କ'ଣ କରିପାରିବ ତାକୁ ଭୁଲି ଯା ସିଏ କୋଉଠି ପାଇବ ତା ପାଇଁ କେମିତି ଘରଟା ସେ ଦେଖେଇବେ ସେଠି ପାଇବେ ଏଠି ବର୍ତ୍ତମାନ 5 ଜଣ ଅଛନ୍ତି ଖାଲି ଗୋଟେ ଅଂଶରେ 5 ଜଣଙ୍କ ପଚାରିଦିଏ ମତ ତମେ ମାଟକୁଟ କରିବ କି ନାହିଁ ବଡ଼ ଅଂଶ ବି ଅଛି ସେ ଅଙ୍କୁରାଇ ବି ଅଛି ରଭାଇ ଘର ଅଛନ୍ତି ଅଭାଇ ବି ଆଇଛି ଆଉ ଛବିନା ମାନେ ଏଇଭଳିଆ ହବ ସିଏ ଆଗେ ପଚାରିଲେ ସିଏ ସେଇଠି ଏକ୍ଜିଷ୍ଟିଂ ରହିବେ କେହି ଭାଙ୍ଗିକି କୁଆଡ଼େ ଯିବେନି ନା ସେଇ ଅନୁସାରେ ବାଣ୍ଟଟା ହବ ବାଣ୍ଟ ହବ ଯିଏ ଯୋଉଠି ଅଛନ୍ତି ଏକ୍ଜିଷ୍ଟିଂ ସେ ସେଇଠି ରହିବେ ତାପରେ ଏକ୍ସଟ୍ରା ଯାହା ଯୋଉଠି ହବ ନେବେ ଆଉ କ'ଣ ଜଣେ ଘର ଭାଙ୍ଗିକି ଆସେ ତାକୁ ଘର ତ କୋଉଠି କରିକି ଦେବ ନା କାହାର ସମ୍ବଳ ସେ ପଚାରିଲେ 5 ଜଣ ସେ ରାଜି ହେଲେ ହବ ନହେଲେ ନାହିଁ ହ୍ୟାଲୋ ଜାଗାକୁ କେହି ଜଣ ନେବେ ସିଏ ଯୋଉ ଜାଗାରେ ଅଛି ସେଠି ଷ୍ଟାଣ୍ଡ କରିବ ସେ 8 କୋଟି ଯୋଉ ନା 7 କୋଟି ଯୋଉ ତାପରେ ଆଉ ଗୋଟେ କଥା ମୁଁ କହୁଛି ଛବିନା ଯୋଉ ଜାଗା କଥା କହୁଛ ଛବିନା 40 ବର୍ଷ ହେଲା ସେଠି ପାଉତି କାଟୁଛି ଦଖଲ ବୋଲି ମୋ କଥା ଶୁଣ ରେକର୍ଡ ଭୁକ୍ତ ନୁହଁ କିନ୍ତୁ ସିଏ ତାକୁ ଦେଖେଇ ପାରିବ ମୁଁ 40 ବର୍ଷ ଜବରଦଖଲ ଅଛି ମୋର ଗାଡ଼ି ନେବି ନାଇଁ ପାର୍ଟିସନକୁ ଯାଇପାରିବ ସେ ରହିଲା ତାର ସେ ତାର କରିବ କିନ୍ତୁ ଏମାନେ କ'ଣ ଦେଖେଇବେ ଜବରଦଖଲ ବୋଲି କିଛି ଦେଖେଇ ପାରିବେନି ଏମାନେ କଥା ପଡୁନି ତାଙ୍କର ଲାଗିଲେ ଜଏଣ୍ଟ ଫ୍ୟାମିଲି ଲିଗାଲରେ 7 ଜଣ ସେ ଜାଗା ଆଜ୍ଞା ସମସ୍ତଙ୍କର ବାସ୍ ଟୋଟାଲ ହୋଲ 7 ଜଣଙ୍କୁ ଯଦି ବାଣ୍ଟିବ ରାଜ୍ୟ ଅଛି ଛବିନା ଯୋଉଠି ରହିଛି ସେ 8 କୋଟି ସମସ୍ତେ ସେ ଜାଗାର 7 ଜଣ ଯାକ ମାଲିକ ଖାଲି ରହିଛନ୍ତି ପୁରା କଥା ପଡୁନି ନା ବାଣ୍ଟିବାଟା ମୌଖିକ ଯଦି କରିବ ସେ ପକ୍ଷରେ ରାଜି ହେବା ଦରକାର ଆଉ ସେ ସାଇଡ୍ ଗଲା ଯେ ବାହାର ପଟୁଆ ନେବ 8 କୋଟି ତାକୁ କିଏ ଡିମାଣ୍ଡ କରୁଥିଲେ ସେଥର କହୁଥିଲେ 8 ଥର ନଥିଲୁ ତାଙ୍କର କହୁଥିଲେ ଆମକୁ ସେଇ ଭୋଟଟା ଦେଇଦିଅ ସିଏ ସବୁ କବାଇ ଘର ଯେଉଁ ରହିଛନ୍ତି ସିଏ ଧର ଚାହୁଁଥିବେ ଆମେ ସେଇଠି ରହିଯିବା କିନ୍ତୁ ରେକର୍ଡଟା ହେଇଯାଇଛି ସେମିତି